ଓମ୍ ଶ୍ରୀ ସାଇ ସାଧୁଜନ ପୋଷଣାୟ ନମଃ। ମୁଁ ଆସିଛି କାରଣ ସାଧୁ ଓ ସାଧକମାନେ ମୁଁ ଆସିବା ନିମନ୍ତେ ମୋତେ ପ୍ରାର୍ଥନା କଲେ। ଯେତେବେଳେ ସାଧୁ ଓ ସନ୍ଥମାନେ ଜଣେ ତ୍ରାଣକର୍ତ୍ତାଙ୍କ ଆଗମନ ପାଇଁ ବଡ଼ କାତର ହୋଇ ପ୍ରାର୍ଥନା କରନ୍ତି, ସେତେବେଳେ ସାଧୁ ଜୀବନଯାପନ କରିବା ପାଇଁ ଉତ୍କଣ୍ଠିତ ଥିବା ଲୋକମାନେ ଅସହ୍ୟ ପରିବେଶ, ନିଷ୍ଠୁରତା ଏବଂ ଦୁରାଚାରର ଶିକାର ହୁଅନ୍ତି। ସେତେବେଳେ ଈଶ୍ୱର ଅବତାର ନେଇଥାନ୍ତି। ଭଗବତ ଗୀତାର ପ୍ରତିଶ୍ରୁତି ଅନୁସାରେ ଆଜି ନିରାକାର ବାବା ରୂପରେ ଆବିର୍ଭୂତ ହୋଇଛନ୍ତି। ସେ ଆମକୁ ପ୍ରତିଶ୍ରୁତି ଦେଇ କହନ୍ତି, ଯଦି ଶାରୀରିକ ବ୍ୟାଧି ଓ ଦାରିଦ୍ର୍ୟ ତୁମରି ଆଧ୍ୟାତ୍ମିକ ପ୍ରଗତିରେ ବାଧା ଜନ୍ମାଏ, ତେବେ ତାହା ଦୂର କରିବାକୁ ମୁଁ ତୁମ ପାଖକୁ ଧାଇଁ ଯାଏ। କାରଣ ମୋର ବ୍ରତ ହେଲା ସାଧୁ ପୋଷଣ। ସାଧୁ ଗୁଣ କ'ଣ ତାହା ବୁଝାଇବାକୁ ଯାଇ ବାବା କହନ୍ତି, ଏହା ଦୈନନ୍ଦିନ ଜୀବନରେ ହିଁ ଫୁଟି ଉଠିବା ଦରକାର। ଏଗୁଡ଼ିକ ହେଲା ଅଳ୍ପ କଥା କହିବା, ଆଳାପ ଆଲୋଚନା ମଧୁର ଭାବରେ କରିବା, ଅନ୍ୟର ସେବା କରିବାକୁ ସବୁବେଳେ ପ୍ରସ୍ତୁତ ରହିବା, ବିଜୟୀ ହେବା ଓ ଅନ୍ୟର ଦୋଷ ଦେଖିବାକୁ ଅନିଚ୍ଛା ପ୍ରକାଶ କରିବା। ବାବା ଭାଷଣ ଦେବା ଆଗରୁ ଯେଉଁ ସବୁ ଘୋଷଣା ପ୍ରକାଶ କରନ୍ତି, ଏମିତି ଗୋଟିଏ ଘୋଷଣାରେ ସେ କହିଛନ୍ତି, ସେ ସ୍ୱୟଂ ବାସୁଦେବ। ଯେଉଁ ସାଧୁ ଲୋକ ନିଜଠାରେ ଓ ଈଶ୍ୱରଙ୍କଠାରେ ବିଶ୍ୱାସ ହରାଇ ବସିଛନ୍ତି, ସେମାନଙ୍କ ମନରେ ଶକ୍ତି, ଉତ୍ସାହ, ଆତ୍ମବିଶ୍ୱାସ ଏବଂ ଆତ୍ମଜ୍ଞାନ ପ୍ରତିଷ୍ଠା କରିବାକୁ ପୁଣି ଥରେ ସେ ଧରାଧାମକୁ ଆସିଛନ୍ତି। ଅନ୍ଧ, କାଲ ଓ ହୃଦୟହୀନ ଲୋକମାନଙ୍କ ଦ୍ୱାରା ତାଙ୍କ ପିଲାମାନେ ପୀଡ଼ିତ ଓ ଅପମାନିତ ହେଲେ କରୁଣାମୟ ସାଇ କିପରି ଚୁପ୍ ରହିପାରିବେ? ଜୟ ସାଇରାମ।